मनुष्य किपरि पतित हुए आम प्रथम विषय देखुचु जो ता भितर गर्व आसी जाए अहंकार आसी जाए दाम्भिक मन आसी जाए सेतेबेले से लोक पतन आड़ को जाए ए लोकर पतन निश्चय हेब राजा माने कहीं पतित होइछन्ति तांकर नाम गंध भी आजिकल नौना सरकार थिले अनेक लोक से माने चली गले अनेक लोक सेवारे भी थिले से माने सेवारे मध्य ना कारण मूल विषय कौन जिते आम भितर गर्व आसी जाए अहंकार आसी जाए दाम्भिक मन आसी जाए से पतित हुए माने पतन सामना रे गर्वटा जाए अपन देखिए राजा साउल कथा प्रथम सामुएल 15 पर्व 12 पद प्रथम सामुएल 15 पर्व 12 पद पुଣି ସାମୁଏଲ ସାଉଲଙ୍କ ସହିତ ପ୍ରଭାତରେ ସାକ୍ଷାତ କରିବା ପାଇଁ ଶୀଘ୍ର ଉଠିଲେ। ତହୁଁ ସାମୁଏଲଙ୍କୁ ଏହି ସମ୍ବାଦ ଦିଆଗଲା ଯେ ସାଉଲ କର୍ମିଲକୁ ଆସିଥିଲେ, ଆଉ ଦେଖ, ସେ ଆପଣା ପାଇଁ ଜୟସ୍ତମ୍ଭ ସ୍ଥାପନ କରି ସେଠାରୁ ଫେରି ପ୍ରସ୍ଥାନ କରି ଗିଲଗଲକୁ ବାହାରି ଯାଇଅଛନ୍ତି। पतन आरंभ केतले होछि जेतेबेले राजा निजे जयस्तंभ स्थापन करुछन माने से जो फलक बनै की जाउछन्ती एटा मु करिछि एटा मो द्वारा हिछि सेठु तांकर पतनर आरंभ होई गेल प्रथम कथा तो निजे बलि उत्सर्ग करबा कथा न बलि उत्सर्ग करा पे जाजक माने अछन्ती से काम से कले आ द्वितीय कौन कर जय स्तंभ स्थापन कर प्रिय भाई भौणी माने आमे आमर विजयर जेकोसी विषय को नहीं गर्व करू सेटा आमर पतनर कारण हुए जय सदा प्रभु ठारू हुए बेले बेले प्रभु आमको एते व्यवहार करती जे प्रभु आमको व्यवहार करने नहीं आम गर्व करू आप देखिए अनेक को कहार गोटे भल गाड़ी रे बसिकी जाऊे से गर्व करू से गाड़ी अन्य लोकर पर आम कलैवा पड़ो अभिषेक भी आमर नुह अभिषेक जने आमको देइछन सुस्थकारी सुस्थ करिवार शक्ति जने देइछन सेवा जने देइछन जेतले गर्व आसे तार सर्वनाश हुए एटी साउल राजांकर पतनर आरंभ कौन है जेतेबेले से निजे जय स्तंभ स्थापन कर प्रिय भाई भौणी माने आपण अनेक को देखिथिबे जो मानकर पतन आ पतन हठात देखा जाएनी जने लोक पतित हबो बोली से जानी भी नथिबो राजा साउल से जानी भी नहांती जे मु पतित हेबाकु जाउछि से जानी भी नहांती जे से पतित हेबाकु जाउछि से भाबुचंती में भलो काम का करूछि किंतु प्रभु तांको छाड़ीबा पई जाउछन ए अहंकार ए हुंकार एगुड़ा को कौन हुए आमान को सर्वनाश करके छाड़े तो आम देखू प्रथम विषय जिते गर्व बास करे सर्वनाश हो जाए साउल राजा समस्या जदि आप देखिए दानियल 4 पर्व 30-31 ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ? ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, ହେ ରାଜନ୍ ନବୁକଦନେଚ୍ଛର, ତୁମ୍ଭକୁ ଏହି କଥା କୁହାଯାଉଅଛି,
ତୁମ୍ଭଠାରୁ ରାଜ୍ୟ ଗଲା। ଗଲା, ରାଜ୍ୟ ଗଲା। ପ୍ରଥମଟା ଆମେ ଦେଖୁଥିଲୁ ଜଣେ ଇସ୍ରାଏଲର ଲୋକ, ପ୍ରଭୁଙ୍କ ଲୋକ ହେଲେ ମଧ୍ୟ ତାକୁ ପ୍ରଭୁ ଛାଡିବେ। ଇଏ ଲୋକ ପ୍ରଭୁଙ୍କ ଲୋକ ନୁହେଁ। ରାଜା ନବୁକଦନେସ୍ସର ସେ ଅଣଖ୍ରୀଷ୍ଟିଆନ ଲୋକ, ଅଣଜିହୁଦୀ ଲୋକ। ସେ ଜିହୁଦୀ ହଉ କି ଅଣଜିହୁଦୀ ହଉ, ସେ ଇସ୍ରାଏଲୀ ହଉ କି ଅଣ ଇସ୍ରାଏଲୀ ହଉ, ସେ ବିଶ୍ୱାସୀ ହଉ କି ଅବିଶ୍ୱାସୀ ହଉ, ଉପରୁ କଣ୍ଟ୍ରୋଲ ଥାଏ। ଆଜି ଯୋଉ ମନ୍ତ୍ରୀ ମାନେ, ଯୋଉ ଶାସକ ମାନେ ବହୁତ ଡେଉଁଛନ୍ତି, ଏମିତି ଡେଉଁଥିବା ରାଜା ମାନେ ପଳେଇଲେ, ଏମିତି ଡେଉଁଥିବା ଶାସନକର୍ତ୍ତା ମାନେ ପଳେଇଲେ। ଆପଣ ଯଦି ଇତିହାସକୁ ପଢିବେ ଦେଖିବେ କେତେ ବଡ ବଡ ରାଜା ମାନଙ୍କର ସାମ୍ରାଜ୍ୟ ସବୁ ସମାପ୍ତ ହେଇଗଲା। କେତେ ବଡ ଧନୀ ଲୋକ ମାନଙ୍କର ତାଙ୍କର ଧନ ସମ୍ପତ୍ତି ସବୁ ବୁଡିଗଲା। ତ ମନୁଷ୍ୟର ପତନ କିପରି ହୁଏ? ଯେତେବେଳେ ଗର୍ବ ଆସେ। ଏଠି ରାଜା କଣ କଲେ? ସବୁ ବନେଇଲା ପରେ ଏଇଟା ମୁଁ ବନେଇଛି, ଏଇଟା ମୁଁ କରିଛି, ମୁଁ ଆସିଗଲା। ପ୍ରଭୁ କହିଲେ ତୁମ ରାଜ୍ୟ ଗଲା। ଆପଣ ଆଗାମୀ ସମୟରେ ଦେଖିବେ ଏବେ ଆମ ଦେଶର ରାଜନୀତି ସ୍ଥିତିଟା ଏ ପ୍ରକାର ଏକ ଅସ୍ଥିରତା ରହିଛି, କହିଲେ ନ ସରେ। ଏବେ ଆମର ପାର୍ଲାମେଣ୍ଟରେ ଚାଲିଛି ଆଲୋଚନା କଣ, ଯେ ମୁସଲମାନ ମାନଙ୍କୁ ଉନ୍ନତ କରିବା ପାଇଁ, ତାଙ୍କୁ ଭଲ କରିବା ପାଇଁ, ସେମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ଯତ୍ନ ପାଇଁ କଣ କରିବେ? ଏ ମୁସଲମାନ କମିଟିରେ ହିନ୍ଦୁ ଲୋକମାନେ ବି ରହିବେ। ବୋଲେ ମସଜିଦ କମିଟିରେ କିଛି ହିନ୍ଦୁ ଲୋକ ରହିବେ, ତାପରେ କହିବେ ନାଇଁ ଖ୍ରୀଷ୍ଟିଆନ ଚର୍ଚ୍ଚର କମିଟିରେ ତାଙ୍କ ସେଠି ଆମେ କିଛି ଲୋକ ରହିବୁ ତାଙ୍କୁ ଉନ୍ନତ କରିବା ପାଇଁ। ମାନେ ଭାବି ଦେଖନ୍ତୁ ଚିନ୍ତାଧାରା କେମିତି। ଆପଣଙ୍କ ଚର୍ଚ୍ଚର କମିଟିରେ କିଛି ଅଣଖ୍ରୀଷ୍ଟିଆନ ଲୋକ ଥିବେ, ତାହେଲେ ଆମମାନଙ୍କୁ ମଧ୍ୟ ପୁରୀ ମନ୍ଦିର କମିଟିରେ କେତେ ଜଣ ଖ୍ରୀଷ୍ଟିଆନ ଲୋକ ରଖିବା କଥା। ସେଠି ମଧ୍ୟ ଉନ୍ନତିର ଆବଶ୍ୟକ ଅଛି। ଧର୍ମଟା ଜଣଙ୍କର ବ୍ୟକ୍ତିଗତ ବ୍ୟାପାର, ତାର ନିଜସ୍ୱ ଅଧିକାର ସେଇଟା, ତାର ବିଶ୍ୱାସ ସେଇଟା, ତାର ଆସ୍ଥା ସେଇଟା। ସେଇଠି ତୁମର କାମ କଣ? ଦେଶରେ ଦରିଦ୍ରତା ଅଛି, କୁପୋଷଣ ଅଛି, ନାରୀ ନିର୍ଯାତନା ଅଛି, ଆର୍ଥିକ ସଙ୍କଟ ଅଛି, ସାମାଜିକ ସମସ୍ୟା ଅଛି, ଗୁଡିଏ ସମସ୍ୟା ଅଛି। ସେଇଥିପାଇଁ ଆମେ ଆପଣମାନଙ୍କୁ ଚୟନ କରି ପଠେଇଛୁ। ଯେତେବେଳେ ଜଣେ ଲୋକ ଏକଛତ୍ରବାଦୀ ହେଇଯାଏ, ଭାବେ ମୁଁ ହିଁ ସବୁ କିଛି। ଏମାନେ ତ କେବଳ ଗୋଟିଏ ଦେଶକୁ ଶାସନ କରୁଛନ୍ତି। ରାଜା ନବୁକଦନେସ୍ସର ଅନେକ ଦେଶ, 120ଟା ଖଣ୍ଡେ ଦେଶର ଉପରେ ଶାସନ କରୁଥିଲେ। ତାଙ୍କ ରାଜଧାନୀ ବାବିଲରେ ଥିଲା ବେଳକୁ ସେ କଣ କହୁଛନ୍ତି, ଏ କିଛି ମହତ ବାବିଲ ନୁହେଁ। ତାଙ୍କର ମୁଖରେ ଏଇ କଥା ଥାଉ ଥାଉ ସ୍ୱର୍ଗୀୟ ବାଣୀ ହେଲା, ଏ ରାଜା ନବୁକଦନେସ୍ସର ତୁମକୁ ଏଇ କଥା କୁହାଯାଉଛି, ତୁମ୍ଭ ଠାରୁ ରାଜ୍ୟ ଗଲା। କେତେବେଳେ ଜଣେ ଲୋକର ସର୍ବନାଶ ହେଇଯିବ, କେତେବେଳେ ଉପରୁ ଗୋଟେ ବାଣୀ ହେବ, ସେ ଲୋକ ଜାଣି ନାହିଁ। ଆମେ ଜାଣୁ ଅତିରୁ ହିଁ ଇତି ହୁଏ। ଅତି ଲେମ୍ବୁ ଚିପୁଡିଲେ ହୁଏ। ତେଣୁ କେହି ବି ହଉନା କାହିଁକି, ମନୁଷ୍ୟର ପତନ ଆରମ୍ଭ ହୁଏ ତାର ଗର୍ଭରୁ। ଆମେ ସମସ୍ତେ ସତର୍କ ହେବା ଦରକାର। ଆମମାନେ ଚତୁଃପାର୍ଶ୍ୱରେ ଗୁଡିଏ ବିଷୟ ଘଟୁଛି, ଏସବୁ ଦେଖିକି ଆମେ ବୁଝିବା ଦରକାର ଯେ ମୋର ବି ପାଳି ଆସିପାରେ। ସମସ୍ତେ ନିଜ ନିଜ ସ୍ତରରେ ଯେ ବି ଯାହା ହଉନା କାହିଁକି ଗର୍ବ ଆସିଲେ ଅସୁବିଧା। ଆପଣ ଦେଖିବେ ପ୍ରେରିତ ତାର 12 ପର୍ବ, ପ୍ରେରିତ 12 ପର୍ବ 21ରୁ 24। ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ବକ୍ତୃତା ଦେଲେ। ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର, ମନୁଷ୍ୟର ନୁହେଁ। ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ସେ କୀଟ ଦ୍ୱାରା ଭକ୍ଷିତ ହୋଇ ପ୍ରାଣତ୍ୟାଗ କଲେ।
କିନ୍ତୁ ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା। ଏଠି ଦେଖନ୍ତୁ ରାଜା ହେରୋଦ କଣ କରୁଛନ୍ତି, ରାଜ ବସ୍ତ୍ର ପିନ୍ଧିକରି ସିଂହାସନରେ ବସିକି ସେ କଣ କରୁଛନ୍ତି, ବକ୍ତୃତା ଦଉଛନ୍ତି। ବକ୍ତୃତା ବସିକି ଦିଅନ୍ତି ନା ଠିଆ ହେଇକି ଦିଅନ୍ତି? ଏ ବକ୍ତୃତା ଦଉଛନ୍ତି ହେଲା, ଜଣା ନାହିଁ କିପରି ବକ୍ତୃତା ଦେବା ସେଟା ବି ଜଣା ନାହିଁ। ରାଜବସ୍ତ୍ର ପିନ୍ଧି ବକ୍ତୃତା ଦେବା ପାଇଁ ରାଜବସ୍ତ୍ର ପିନ୍ଧନ୍ତି, ସେ ରାଜବସ୍ତ୍ର ପିନ୍ଧିଲେ ବକ୍ତୃତା ଦେଲେ। ଆଉ ତାଙ୍କର ଚେଲା ଚାମଚା ମାନେ କଣ କହୁଛନ୍ତି, ଲୋକମାନେ ପାଟି କରି କହିବାକୁ ଲାଗିଲେ ଏ ତ ଦେବତାର ସ୍ୱର, ମନୁଷ୍ୟର ସ୍ୱର ନୁହେଁ। ତାପରେ କଣ ହଉଛି, ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ। ଯଦି ମୋର ସେବା କାର୍ଯ୍ୟରେ, ମୋର ରାଜତ୍ୱରେ, ମୋର କାର୍ଯ୍ୟକଳାପରେ ପ୍ରଭୁ ଗୌରବ ପାଉନାହାନ୍ତି, ଆମେ ଖାଲି ଗାଇଲା ବେଳେ ଖାଲି ଗାଇ ଦଉଛୁ, मेरे जीवन में यीशु तेरा नाम जलाल पाता रहे। प्रभु मोर जीवन रे तुम नाम गौरवान्वित होतु, सदा गौरवान्वित होतु। जदि एटा बास करे कौन लेखा रही, तत्क्षणात प्रभु को जन दूत तांको आघात कले, कारण से ईश्वर को गौरव देले नहीं, आउ से कीट द्वारा भक्षित होई प्राण त्याग कले। माने सेठी जीवंता जीवंता तांको कीट गुड़ाक खाइले आ मले। माने भाभी देखंतु प्रभु को दृष्टि केमती देखागला, से स्वगौरव रक्षण रे उद्योगी परमेश्वर। से मनुष्य को व्यवहार करती, अधिकार दियंती, दायित्व दियंती, संपत्ति दियंती, जीवन दियंती, सौंदर्य भी दियंती। यदि या भितर मनुष्य गर्व आसी जाए, आप जानवे ये सात पांजी रे गला बोली, आर टाइम है ये गला, ये केते सुंदर गीत गाइबा लोक आउ एबे गीत गाउ नहीं, गला से केते बड़ बड़ सेवक से माने गले, केते बड़ बड़ शासक से माने गले, केते बड़ बड़ राजा से माने गले, केते बड़ बड़ राजनीति करबा लोक गले से माने। कारण ईश्वर उभयंकर प्रभु अटन, से ख्रिस्टियन हो कि अण ख्रिस्टियन हो, आमे ख्रिस्टियन अण ख्रिस्टियन कहूँ, से तो प्रभु समस्त, से धर्म बने बांटी ना। तेणु आज वाक्य शुणा समय खाली कही रखे आपण मान गर्व कौन क्षेत्र में कौन विषय को नहीं आम गर्व करने उचित नुहे। प्रभु मान को आज सुजोग आप देखिए, प्रेरित 3 पर्व 12-13, प्रेरित 3 12 और 13। ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକ ଦୃଷ୍ଟିରେ ଚାହୁଁଅଛନ୍ତି? ଅବ୍ରାହାମ, ଯିସାକ ଓ ଯାକୁବଙ୍କ ଈଶ୍ୱର, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ। ପୁଣି ଯେତେବେଳେ ପିଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ। କଣ କହୁଛନ୍ତି, ଯେତେବେଳେ ମାତୃଗର୍ଭର ଏ ଖଞ୍ଜ ଏ କେବେ ଚାଲିନି, ଏ ଖଞ୍ଜଟା नाजरेथ यीशुको नाम रे चल कहरे चलिला। लोक माने कहाड़ को अनौछंती, ए पितर जहन आड़ को अनौछंती, आउ कहछन वाह कि चमत्कार। आजिकाली जते प्रभुଙ୍କର दास माने चमत्कार करूछंती, आश्चर्य कर्म करूछंती, दिने लोक माने सेमान को देखिबे माने आश्चर्य होई जाय। एटा हम कोन देखुछु जे पितर जहनक द्वारा मातृगर्भर खंजटीए से संपूर्ण रूपे भल हो जाउछ। तार बयस प्राय 40 वर्ष पाखापाखि।
एमिति जने व्यक्ति से चलीबार आरंभ करुची लोक माने छानिया ही एमान कोन करदा टिके क्रेडिट नेबा कथा ना नहीं मो द्वारा हैला मु कली बोली प्रिय भाई भौणी माने आम माने जो मीटिंग रे जाउछु हमको फूलमाल पिंधे की रास्ता रे फूल बिंची की बाजा बजाई की नहीं जाउछंती एटा हमर पतन पई प्रस्तुत चली बुझले एटा हमर किछि ने पतन पई प्रस्तुति चली आमे जो प्रचारक बोले थिबार अछि आमे जदि सूट बूट पिंधि की स्टेज रे जदि निजको शो करबा आरंभ करिवु जानिबा कथा हमर गला आजिकली मामूली ड्रेस रे का झाल नाल हो जाउछु फिर सूट पिंधि ठिया आबर कोन आवश्यक अछि केतल स्ट्रोक ही मर जीव लोक हमर तो जो व्यवस्था एसी रूम में नहीं था आमे तो एसी रूम रे नहीं देसी रूम रे थाउछु बोलो फैन भी चालू नहीं पवन भी आसु नहीं आमे गुडे विषय सतर्क हेबा देखंतु एठी सुस्थ हेले मातृगर्भर खंज किंतु पितर और जोहनकर किछि फीलिंग्स आका नहीं कारण एमाने करि नाति यीशु को नाम करिछि तेणु आमे भी सतर्क रहिबा दरकार गौरव सबले प्रभु को गर्व नहीं गौरव प्रभु को देबा दरकार आपण घर बांधंतु गाड़ी किणंतु चाकरी करंतु व्यवसाय करंतु कृषि दायित्व रे आसंतु पद पद भी सब रुहे नहीं अपन देखिए विचारकर्ता 15 पर्व तार 16-17 विचारकर्ता 15-16-17 तहु सामसन कहिला गध थमणी रे हेले गदा गदा गध थमणी रे कली 1000 लोक पदा ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥମଣି ପକାଇ ଦେଲା ପୁଣି ସେହି ସ୍ଥାନର ନାମ ରାମତ ଲିହି ଥମଣିଗିରି ହେଲା कौन लेखा जाउछि भाई बनी माने देखो गोटे गधर थमणी नहीं 1000 लोक को मारिला सेटा कौन करबा कथा गधर थमणी कौन करबा कथा ताकू आनी म्यूजियम रे रखिबा कथा ताकू सागरे धरि बुलिबा कथा ना नहीं सब जगह बुलिबा कथा और देखाइबा कथा एटा होछि से गधर थमणी एई थमणी रे मु 1000 लोक को मारिछि कहिबा कथा ना नहीं आजिकाली को मीटिंग रे किए सुस्थ होइतिबो ताको धर धरि बुलुथिबो सब मीटिंग रे ए लोक भलो हैला ए लोक भलो हैला ए लोक भलो हैला से लोक तो सेठी भलो हैला काम सरी गला मोर प्रिय भाई भौणी माने सामसन तर काम देखंतु फोपाड़ी देले जो गधर थमुनी रे कारण गधर थमुनी रे शक्ति नहीं शक्ति प्रभु को ठारे अछि शक्ति आम ठारे नहीं शक्ति प्रभु को ठारे अछि आमे श्वास भाई चली गले किछि नै मृतिका रे लीन होई ए गला भी माटरे मिसी जीवो ए पावर भी माटरे मिसी जीवो ए पदवी पळेइबो सब अभी देखो गत दिन मानक आमे देखुथिलु जहां को आमे ओडिसा रो बरपुत्र बोली कहउछु बिजू बाबू को से ओडिसा पे कोन करि ना देश में तांको जो प्रकार अपमान करा जाउछि नेहरू कोन करि नांती महात्मा गांधी कोन करि नांती गांधी जी कोन करि नांती माने तांको जदि अपमान करा जाउछि तमर कोन सम्मान करा जिवो तमर भी दिन अपमान हो हिटलर भले लोक पळेले जे गर्वर हुंकार करुथिले राजा अलेक्जेंडर पळेले केते बड़ बड़ राजा मन साम्राज्य लोप पाई गला किए रहिबो गर्व जबे आसीबो मन रखिथिबे ए लोक सर्वनाश हो से भी सर्वनाश हो अन्य मान को सर्वनाश करिकि जीवो तो ये में देखू ये कौन कले गदर थमुनी फोपाड़ी देले दरकार ना एटा काई बाबर तो एटा नहीं एटे देखाई तांते आनी करी एटे देखो एटा होचे से गदर थमुनी एई थमुनी रे मु लोकमन को मारी छी नहीं फोपाड़ी दे दरकार नहीं छे परे गर्वर कारण ही पर मोर प्रिय भाई भौणी माने प्रभु मन को अनुग्रह कर आज वाक्य सुनिबा समय रे हमें प्रत्येक सावधान
धन्यवाद। ଆପଣ ପ୍ରେରିତ 12 ପର୍ବ ଟିକେ ରୁହନ୍ତୁ। ପ୍ରେରିତ 12 ପର୍ବଟି ଆଉ ଥରେ ଖୋଲନ୍ତୁ। 12 ପର୍ବ 21-24। ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ବକ୍ତୃତା ଦେଲେ। ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର, ମନୁଷ୍ୟର ନୁହେଁ। ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ସେ କୀଟ ଦ୍ୱାରା ଭକ୍ଷିତ ହୋଇ ପ୍ରାଣତ୍ୟାଗ କଲେ। କିନ୍ତୁ ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା। ମୁଁ ଏଇଥିପାଇଁ ପଢିଲି, ଈଶ୍ୱରଙ୍କର ବାକ୍ୟ, ଈଶ୍ୱରଙ୍କ ରାଜ୍ୟ ବୃଦ୍ଧି ପାଇବ। କିଏ ବୃଦ୍ଧି ପାଇବାର ଅଛି? ଈଶ୍ୱର ବୃଦ୍ଧି ପାଇବାର ଅଛି। ଈଶ୍ୱରଙ୍କ ରାଜ୍ୟ ବୃଦ୍ଧି ପାଇବାର ଅଛି, ତାଙ୍କ ବାକ୍ୟ ବୃଦ୍ଧି ପାଇବାର ଅଛି। ଆମେ ବୃଦ୍ଧି ନାହିଁ, ଆମର ସାମ୍ରାଜ୍ୟ ନାହିଁ। କାହାର ସାମ୍ରାଜ୍ୟ? ତାଙ୍କର ସାମ୍ରାଜ୍ୟ, ତାଙ୍କର ନାମ। ଗୋଟିଏ ନାମ ଯୀଶୁ ନାମ, ଯେ ଆପଣଙ୍କୁ ସୁସ୍ଥ କରେ, ସୁସ୍ଥ କରିବା ଶକ୍ତି ଦିଏ, ଆପଣଙ୍କୁ ଉନ୍ନତ କରେ। ଆମର ସମସ୍ତ ପ୍ରয়োଜନ ବିଷୟ ସେ ଆମକୁ ଜଗାନ୍ତି। ଆମେ କଣ କରିବା କଥା? ସେଇ ନାମକୁ ଗୌରବ ଦେବା କଥା। ପ୍ରଭୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏ ବାକ୍ୟ ଶୁଣିବା ସମୟରେ ଆମେ ପ୍ରାର୍ଥନାର ସହିତ ଆମେ ଶୁଣୁ, ମୋ ଭିତରେ କୋଉ ବିଷୟକୁ ନେଇ ମୁଁ ଗର୍ବ କରୁଛି, ସେଇ ଗୋଟିଏ ବିଷୟକୁ ଖୋଜି ବାହାର କରନ୍ତୁ। ନହେଲେ ପରେ ପରେ କଣ କରିବ? ଦେଖନ୍ତୁ, ଯଦି ଘରେ ଗୋଟେ ଉଇ ଆସିଗଲା, ହେଲା, ଗୋଟେ ଉଇ ଆସିଲା ମାନେ ଗଲା ସବୁ, ଘରର ସବୁ ଜିନିଷ ପତ୍ର ଉଇ ଖାଇ ନଷ୍ଟ କରିଦବ। ସେ ଲୁଗାକୁ ବି ଖାଇଦବ, ସେ ଆପଣଙ୍କର ଘରର କବାଟ, ଝରକା, ସାମାନ ପତ୍ର ସବୁକୁ ଉଇ ଲାଗିଯିବ, କୀଟ ପ୍ରବେଶ କରିଯିବ। ପ୍ରଭୁ ଆଜି ଆମମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଦେଖିବେ ଆପଣ ମାନେ, ମୁଁ କାହିଁକି ପୁଣି ପତ୍ର ପଢିଲି ଆପଣମାନଙ୍କୁ, ଆପଣ ଜାଣି ରଖିଥାନ୍ତୁ, ସେ କେତେ ବଡ ରାଜା ହେଲେ ମଧ୍ୟ, ତାର ସାମ୍ରାଜ୍ୟ କେତେ ବଡ ହେଲେ ମଧ୍ୟ, ଗର୍ବ ଯଦି ଆସିଯାଏ ସେ ଚାଲିଯାଏ, ସେ ଆଉ ରୁହେ ନାହିଁ। ପ୍ରଭୁଙ୍କ ରାଜ୍ୟ ବୃଦ୍ଧି ପାଏ, ପ୍ରଭୁଙ୍କର ବାକ୍ୟ ବୃଦ୍ଧି ପାଏ। ଆଜି ଆମର ଦେଶରେ ଅନେକ ଉତ୍ପାତ ଦେଖୁଛୁ, ଲୋକମାନଙ୍କର ଉତ୍ପାତ ଆମେ ଦେଖୁଛୁ, ଜାଣିନାହାନ୍ତି ସେମାନେ। ସେମାନେ କଳ୍ପିତ କାହାଣୀକୁ ବିଶ୍ୱାସ କରିବା ଲୋକ, ଇତିହାସ ଜାଣନ୍ତି ନାହିଁ। ଏଟା ବାଇବଲ ହଉଛି ଇତିହାସ। ରାଜା ନବୁକଦ୍ନେସର ଇତିହାସ, ରାଜା ହେରୋଦ ଇତିହାସ, ରାଜା ସାଉଲ ଇତିହାସ, ସାମସନ ଇତିହାସରେ ଥିବା ଲୋକ, ପଲେଷ୍ଟିୟ ମାନେ ହଉଛନ୍ତି ଇତିହାସ। ଆମେ ଇତିହାସ କଥା କହୁଛୁ। ଆପଣ ଦେଖିବେ ପ୍ରେରିତ 19 ପର୍ବ ତାର 11 ଆଉ 12 ପର୍ବ। ପୁଣି ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ ସାଧନ କରୁଥିଲେ, ଏପରିକି ତାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କ ଠାରୁ ରୋଗ ଛାଡି ଯାଉଥିଲା ଓ ଦୁଷ୍ଟ ଆତ୍ମା ଗୁଡାକ ବାହାରି ଯାଉଥିଲେ। ଏଠି କଣ ଲେଖାଯାଉଛି? ଆପଣ ଯେବେ ବି ପଢିବେ, ସମସ୍ତଙ୍କୁ ମୁଁ କହିବା ପାଇଁ ଚାହେଁ, ଆପଣ ରହିବେ, ଧୀରେ ଧୀରେ ପଢିବେ, ଯେପରି ଆପଣ ସେଠି ପ୍ରଭୁ କଣ କହିବା ପାଇଁ ଚାହୁଁଛନ୍ତି ଆପଣ ସେଇଠୁ ଆଗ ବୁଝିଯିବେ। କଣ ଲେଖା ଦେଖନ୍ତୁ, ପୁଣି ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ ସାଧନ କରୁଥିଲେ। କିଏ କରୁଥିଲେ? ପାଉଲ କରୁନଥିଲେ। ଈଶ୍ୱର ପାଉଲଙ୍କର ହସ୍ତ ଦ୍ୱାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ କରୁଥିଲେ, ସିଏ କରୁଥିଲେ। ଏପରିକି ତାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣା ଯାଆନ୍ତେ, ସେ ପଠାଉ ନଥିଲେ କି ବିକ୍ରି କରୁନଥିଲେ। ପ୍ରାର୍ଥନା ରୁମାଲ ବିକ୍ରି କରୁନଥିଲେ, ପ୍ରାର୍ଥନା ଚଦର ବିକ୍ରି କରୁନଥିଲେ, ତାଙ୍କଠୁ ଅଣା ଯାଆନ୍ତେ। ଯେହେତୁ ସେ ଯାଇପାରୁନାହାନ୍ତି, ଲୋକ କହିଲେ ଆଜ୍ଞା ଆପଣ ତ ଆସିପାରୁନାହାନ୍ତି, ପ୍ଲିଜ ଆପଣ ଟିକେ କଣ କରନ୍ତୁ, ଆପଣଙ୍କର ଗାମୁଛା ହେଲେ ଦିଅନ୍ତୁ, ଆପଣଙ୍କ ରୁମାଲ ହେଲେ ଦିଅନ୍ତୁ, ଆଜ୍ଞା ପ୍ଲିଜ ଆମେ ରିକ୍ୱେଷ୍ଟ କରୁଛୁ ଦିଅନ୍ତୁ। ସେ ଦେଲେ, ଅଣା ଯାଆନ୍ତେ, ସେମାନଙ୍କ ଠାରୁ ରୋଗ ଛାଡି ଯାଉଥିଲା ଆଉ ଦୁଷ୍ଟ ଆତ୍ମା ଗୁଡାକ ବାହାରି ଯାଉଥିଲା।
ଏଇଟା ପାଉଲଙ୍କର କିଛି ଗର୍ବ ଗୌରବ ନାହିଁ। ପାଉଲ ବି କୋଉଠି କହୁନାହାନ୍ତି ଏଇଟା। ପାଉଲ କହୁଛନ୍ତି କି ଏଇଟା? ପାଉଲ କୋଉଠି କହୁନାହାନ୍ତି। ପିତର କହି ବୁଲୁନାହାନ୍ତି ଯେ ମୁଁ ମାତ୍ର ଗର୍ବ ଖଞ୍ଜକୁ ଭଲ କରିବି। ପାଉଲ କହି ବୁଲୁନାହାନ୍ତି। ଏଇଟା କିଏ ଲେଖୁଛନ୍ତି? ଏଇଟା ଲୁକ, ଜଣେ ଡକ୍ଟର, ସିଏ କଲେକ୍ସନ କରିକି ଲେଖୁଛନ୍ତି ଯେ ପ୍ରଭୁ ଅସାମାନ୍ୟ ଶକ୍ତିର କାର୍ଯ୍ୟ କରନ୍ତି ତାଙ୍କ ଲୋକ, ସାଧାରଣ ଲୋକମାନଙ୍କ ଦ୍ଵାରା ସେ ଅସାଧାରଣ କାର୍ଯ୍ୟ କରନ୍ତି। ଆମେ ସାଧାରଣ ଆକା। ଏଇଟା ମନେ ରଖାଉଛି, ମୁଁ ସାଧାରଣ। କେହି ନ ଭାବୁ ଯେ ମୁଁ ୟୁନିକ୍, କେହି ନ ଭାବୁ ଯେ ମୁଁ ସର୍ବେ ସର୍ବା, ମୁଁ ନଥିଲେ ହବ ନାହିଁ, ମୁଁ ହିଁ ମୁଁ ନାହିଁ। ଆପଣ ମନେ ରଖିଥାନ୍ତି, ଯେତେବେଳେ ଜଣେ ଲୋକ ଗର୍ବ କରୁଛି ତାକୁ ଦେଖି ଟିକେ ଦୟା କରନ୍ତୁ। ଆପଣ ଚଳିବା ଦରକାର ନା, ତାକୁ ଦୟା କରନ୍ତୁ। ଆର ଯିବାର ଟାଇମ ହେଇଗଲା, ସେ କିଏ ବି ହଉନା କାହିଁକି। ପ୍ରିୟ ଭାଇ ଭଉଣୀ ମାନେ, ଆମର ଦେଶରେ ଏଇ 75 ବର୍ଷ ଶାସନ ଭିତରେ କେତେ ଲୋକ ଆସିଲେ ଗଲେ, କେତେ ମୁଖ୍ୟମନ୍ତ୍ରୀ, କେତେ ପ୍ରଧାନମନ୍ତ୍ରୀ, କେତେ ଗୃହମନ୍ତ୍ରୀ, କେତେ ଅର୍ଥମନ୍ତ୍ରୀ, କେତେ ବାଣିଜ୍ୟ ମନ୍ତ୍ରୀ, କେତେ ଶିକ୍ଷା ମନ୍ତ୍ରୀ। ସେବକ ମାନଙ୍କୁ ଆପଣ ଦେଖିଥିବେ, କେତେ ସେବକ ଆସିଲେ, କେତେ ସେବକ ଗଲେ, ପ୍ରଭୁ ରହିଥିବେ। ତେଣୁ ଆମେ ପ୍ରଚାରକ ଭକ୍ତ ହେବା ନାହିଁ, ପାଳକ ଭକ୍ତ ହେବା ନାହିଁ, ଭାବବାଦୀ ଭକ୍ତ ହେବା ନାହିଁ, ଆମେ ପ୍ରଭୁ ଭକ୍ତ ହେବାର ଅଛି। ଆପଣ ଏଇଟା ମନେ ରଖିଥାନ୍ତୁ। କୌଣସି ବ୍ୟକ୍ତି ହେଇପାରେ, ଈଶ୍ୱର ଅଲୌକିକ କାର୍ଯ୍ୟ କଲେ ପାଉଲଙ୍କର ହସ୍ତ ଦ୍ୱାରା। ଏଠି ପାଉଲଙ୍କର କିଛି ନାହିଁ, ଈଶ୍ୱର ଅଛନ୍ତି। ତ ଯେତେବେଳେ ଏଇଟା ଗୋଟେ ସେ ଗର୍ବ କରିନାହାନ୍ତି, କୋଉଠି କହିନାହାନ୍ତି, ସେ ତ ନିଜେ କଷ୍ଟ ପାଉଥିଲେ। ତାଙ୍କର ସହିତ ଯାହାକୁ ପୁତ୍ର ବୋଲି କହୁଛନ୍ତି, ସେ ଉଦର ପୀଡାରେ କଷ୍ଟ ପାଉଛନ୍ତି। ତ୍ରୋଫିମର ଦେହ ବାଟରେ ଖରାପ ହେଇଯାଉଛି। ମୁଁ କାହିଁକି ଏଇଟା ଆପଣଙ୍କୁ କହୁଛି, ଯଦି ଆମ ଭିତରେ ଆଜି କୌଣସି ବିଷୟର ଗର୍ବ ବି ଅଛି, ଗୋଟିଏ ବିଷୟ ବି ଥାଇପାରେ, ତାକୁ ଦୟାକରି ଦେଖିବେ, ଆହୁରି ତାକୁ ବାହାର କରିବେ, ନହେଲେ ଏ ଆପଣଙ୍କର ମୋର ସବୁ କିଛି ସର୍ବନାଶ କରିବେ। ପାଉଲ କଣ ବୋଲି କହୁଛନ୍ତି ଆପଣ ଦେଖିବେ, 2 କରିନ୍ଥୀୟ 12 ପର୍ବ 7 ପଦ। 2 କରିନ୍ଥୀୟ 12 ପର୍ବ 7 ପଦ। ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମତେ ପ୍ରହାର କରିବା ପାଇଁ ମୋହର ଶରୀରରେ ଶୟତାନର ଦୂତ ସ୍ୱରୂପ ଗୋଟିଏ କଣ୍ଟକ ଦିଆଗଲା। ହଁ, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ତାହା ଦିଆଗଲା। ଦେଖନ୍ତୁ କେତେ ଖୁସିରେ କହୁଛନ୍ତି, ମୁଁ ଯେପରି ଗର୍ବୀ ନ ହୁଏ। ଗର୍ବିତ ନୁହେଁ, ଅତିଶୟ ଗର୍ବୀ। ଦେଖିବେ ଆମ ସମସ୍ତଙ୍କର ଜୀବନରେ ଗୋଟେ ସମୟ ଥିଲା ଯୋଉ ଗର୍ବ ଆମେ ଦେଖାଉଥିଲୁ, କୌଣସି ନା କୌଣସି ଗର୍ବ କରୁଥିଲୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଏ ଗୋଟିଏ ବିଷୟକୁ ଆମେ ଧ୍ୟାନ ଦେବା ଯେ ଯଦି ମୋର ଜୀବନରେ କୌଣସି ଗର୍ବ ଅଛି, ଗର୍ବ କାହାର ଲାଭରେ ଆସେନି, ଏ କ୍ଷତି ହିଁ କରେ। ଏ ଦାମ୍ଭିକ ମନ କ୍ଷତି କରେ, ଏ ଫୁଟାଣିଟା କ୍ଷତି କରେ, କିଛି ଲାଭରେ ଆସେନି। ଆଜି ଆମେ ଆଜିର ବାଇବେଲ ଷ୍ଟଡିରେ ମନୁଷ୍ୟ କିପରି ପତିତ ହୁଏ ତାର ଗୋଟିଏ କାରଣ ଦେଖିଛୁ। ଅନେକ କାରଣ ଭିତରେ ଗୋଟିଏ କାରଣ, ସର୍ବବୃହତ କାରଣ, ତାର ଗର୍ବ। ଆମେ କୋଉ ବିଷୟକୁ ନେଇ ଗର୍ବ କରୁ? ଆଜି ବସିକି ଆମେ ଟିକେ ଚିନ୍ତା କରିବା ଦରକାର। ଆଜି ବସିଲା ପରେ ଟିକେ ଦିନ ଭିତରେ ଚିନ୍ତା କରନ୍ତୁ, ଆପଣ କୋଉ ବିଷୟକୁ ନେଇ ଗର୍ବ କରନ୍ତି। ଫିଲିପିଓ 3 ପର୍ବ 5 ରୁ 7। ଫିଲିପିଓ 3 5 ରୁ 7। ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ ଇସ୍ରାଏଲ ବଂଶଜାତ ବିନ୍ୟାମିନ ଗୋଷ୍ଠୀୟ ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରସୀ
ଉଦ୍ୟୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। କିନ୍ତୁ ଯାହା ସବୁ ମୋ ପକ୍ଷରେ ଲାଭଜନକ ଥିଲା, ସେହି ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି। ଆପଣ 8 ପଦ ବି ପଢି ଦିଅନ୍ତୁ। ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହି ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ସେ କଣ କହୁଛନ୍ତି? ଏଟାକୁ ମୁଁ ଏସବୁକୁ ଆବର୍ଜନା ବୋଲି ବୁଝିଲି, ଏଗୁଡାକ କିଛି ଲାଭକୁ ନାହିଁ। ମୁଁ ଯୋଉ ଯୋଉ ବିଷୟକୁ ନେଇ ଗର୍ବ କରୁଥିଲି, ମୋର ଶିକ୍ଷାକୁ, ମୋର ଡିଗ୍ରୀକୁ, ମୋର ପରିବାରକୁ, ମୋର ଆଭିଜାତ୍ୟକୁ, ମୋର ବଂଶକୁ ନେଇକି, এইগুড়ାକ ସବୁ କିଛି ନାହିଁ। ଆଜି ଆପଣ ମୁଁ এই ବାକ୍ୟ ଶୁଣିବା ସମୟରେ ଆମେ ଟିକେ ଚିନ୍ତା କରି ଦେଖୁ ଯେ ମୋର ଜୀବନରେ ମୁଁ କୋଉ ବିଷୟକୁ ନେଇ ଗର୍ବ କରେ, କୋଉ ବିଷୟକୁ ନେଇ। ଆପଣ ଦେଖନ୍ତୁ, ଆପଣ ଯୋଉ ଚୁଟିକୁ ନେଇ ଗର୍ବ କରୁଛନ୍ତି, ଆପଣଙ୍କର ହାତୀ ଲାଞ୍ଜ ଭଳିଆ ଚୁଟିଟା ଦିନେ ମୂଷା ଲାଞ୍ଜ ଭଳିଆ ହେଇଛି। ଜଣକ ଯୋଉ ଦାନ୍ତ ଅଛି ପୁରା ମଲ୍ଲି ଫୁଲ ଭଳିଆ ସବୁ ଝଡିଯିବ, ଚାର୍ମିଂ ଟା ବି ରହିବ ନାହିଁ। କଣ ରହିବ, କଣ ରହିବ? ଯୋଉମାନେ ଗୋଟେ ସମୟରେ ରାଜତ୍ୱ କରୁଥିଲେ କେହି ପଚାରୁନାହାନ୍ତି। ଯୋଉ ବ୍ୟାଙ୍କ ମ୍ୟାନେଜରଟା ଥିବ, ରିଟାୟାରମେଣ୍ଟ ହେଲା ପରେ ସେଇ ବ୍ୟାଙ୍କରେ ଲାଇନରେ ଠିଆ ହେବା ପାଇଁ ପଡିବ, ତାକୁ ପଚାରିବେ ନାହିଁ। ଗୋଟେ ସମୟ ଲୋକ ଆସିବ, ଆସିବ, ସମସ୍ତଙ୍କ ସମୟ ଆସିବ। ଯୋଉ ବଡ ବଡ ଖେଳାଳି ମାନେ ଥିଲେ ତାଙ୍କୁ ଆଜି କେହି ପଚାରୁନାହାନ୍ତି। ବଡ ବଡ ନେତା ମାନେ ଥିଲେ କେହି ପଚାରୁନାହାନ୍ତି। ରାଜା ରାଜତ୍ୱ ସବୁ ପଳେଇଲା। ଗାଁର ଯୋଉ ଜମିଦାର ମାନେ ଥିଲେ ତାଙ୍କୁ କେହି ଅନେଇ ବି ଦେଖୁନାହାନ୍ତି। ତ ଆଜି ବାକ୍ୟ ଶୁଣିଲା ବେଳକୁ ପ୍ରାର୍ଥନା କରିବା ଆମେ, ପ୍ରଭୁ ମୋର ଏଇ ଗର୍ବର ଟିକେ ନିରାକରଣ କର, ଚିକିତ୍ସା କର ପ୍ରଭୁ। ଆସନ୍ତୁ ଚକ୍ଷୁ ବନ୍ଦ କରିବା ଆଉ ପ୍ରଭୁଙ୍କ କତିକି ଯିବା, ପ୍ରଭୁଙ୍କ ସାହାଯ୍ୟ ଲୋଡ଼ିବା ଯେ ପ୍ରଭୁ ମତେ ଦୟା କର। ଅନେକ କାରଣ ଭିତରେ ଆମେ ଗୋଟିଏ କାରଣ ମାତ୍ର ଦେଖିଛୁ, ଏଟା କଣ? ମନୁଷ୍ୟ କିପରି ପତିତ ହୁଏ ଯେତେବେଳେ ଗର୍ବ ଆସେ, ଅହଙ୍କାର ଆସେ, ଦାମ୍ଭିକ ମନ ଆସେ। ଇଂରାଜୀରେ ସ୍ପଷ୍ଟ ଲେଖା ଅଛି, ପ୍ରାଇଡ ଗୋଜ ବିଫୋର ଡିଷ୍ଟ୍ରକ୍ସନ। ପ୍ରାଇଡ ଗୋଜ ବିଫୋର ଡିଷ୍ଟ୍ରକ୍ସନ। କୌଣସି ବିଷୟରେ ଆମେ ଯଦି ବସିକି ଚିନ୍ତା କରିବା, ହବ ସେ ବୁଝିପାରିବା। ଆଜି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସତ୍ୟ ସମାଚାରର ଆଜିର ଅଧ୍ୟାୟ ମୁଁ ସମସ୍ତଙ୍କୁ ଅନୁରୋଧ କରିବା ପାଇଁ ଚାହେଁ, ନିୟମିତ ଦେଖନ୍ତୁ, ନିୟମିତ ଦେଖନ୍ତୁ ଆଉ ଶୁଣନ୍ତୁ। ନିଜର ପ୍ରିୟ ଲୋକମାନଙ୍କୁ ମଧ୍ୟ ଆପଣ ଶୁଣିବା ପାଇଁ ଦିଅନ୍ତୁ, ସେମାନେ ବି ଜାଣିଥାନ୍ତୁ। ଜଣେ ପତିତ ହେଲା ପରେ କହିଲେ କି ଲାଭ? ବେଳେ ବେଳେ ରାସ୍ତା ଯିବା ପୂର୍ବରୁ କହିଦିଅ, ଦେଖ ରାସ୍ତା ଖରାପ ଅଛି, ସାବଧାନରେ ଚାଲିବ। ଘରେ କିଏ ଆସିଲେ ଆମେ କହୁଛୁ, ଆମେ ଲୋକମାନଙ୍କୁ କଣ କହୁଛୁ? ଦେଖ କେୟାରଫୁଲ ହୁଅନ୍ତୁ, ଘର ଟିକେ ଖସଡା ଅଛି, କାଳେ ଖସିଯିବ। ଭଉଣୀ ମାନେ ବେଳେ ବେଳେ ମାଛ ତରକାରୀ ବନାନ୍ତି ଆଉ କୁହନ୍ତି କଣ ବୋଲିକି, ଦେଖ ଏ ମାଛରେ ଟିକେ କଣ୍ଟା ଅଛି, ଦେଖିକି ଖାଇବୁ। ଆମେ କେୟାରଫୁଲ ରହିବା ଦରକାର। ପ୍ରତିଟି ଛୋଟ ଛୋଟ ବିଷୟରେ ମୁଁ କୋଉ ବିଷୟକୁ ନେଇ ଗର୍ବ କରେ? ଆଜି ପ୍ରଭୁଙ୍କ ସାହାଯ୍ୟ ଲୋଡ଼ିବା। ନା ଚାକିରିକୁ ନେଇ ଗର୍ବ କରିପାରିବା, ନା ସ୍ୱାସ୍ଥ୍ୟକୁ ନେଇ ଗର୍ବ କରିପାରିବା, ନା ସୌନ୍ଦର୍ଯ୍ୟକୁ ନେଇ ଗର୍ବ କରିପାରିବା, ନା ଅଭିଷେକକୁ ନେଇ ଗର୍ବ କରିପାରିବା, ନା ସେବା କାର୍ଯ୍ୟକୁ ନେଇ ଗର୍ବ କରିପାରିବା। ସବୁ ତ ତାଙ୍କର, ସବୁ ତ ସିଏ ମତେ ଦେଇଛନ୍ତି। ଯୀଶୁଙ୍କ ନାମରେ ଖଞ୍ଜ ଚାଲିଲା, ଈଶ୍ୱରଙ୍କ ହସ୍ତ ଦ୍ଵାରା, ଈଶ୍ୱରଙ୍କ ଦ୍ଵାରା ପାଉଲ ଅସାମାନ୍ୟ ଶକ୍ତିର କାର୍ଯ୍ୟ କଲେ।
गधर थमुड़ी से फोपाड़ी देले, गधर थमुड़ी शक्ति नहीं। राजा साउलंकर साम्राज्य गला, नबुकदनेस्सर गले, हेरोद कीट द्वारा भोकित होई मले। आसन्तु प्रार्थना।